2024 ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଅଛି। ସେହି ଦିନ ଚନ୍ଦ୍ର କନ୍ୟା ରାଶିରେ ବିରାଜମାନ ରହିବେ, ଯେଉଁଠାରେ ପ୍ରଥମରୁ ରାହୁ ଅବସ୍ଥାନ କରୁଥିଲେ। 25 ମାର୍ଚ୍ଚରେ ହୋଲି ଦିନ ହିଁ ଚନ୍ଦ୍ରଗ୍ରହଣର ସାୟା ରହୁଛି। ହୋଲି ହିନ୍ଦୁ ଧର୍ମର ମହତ୍ତ୍ୱପୂର୍ଣ୍ଣ ପର୍ବ ଅଟେ। ଏମିତିରେ ହୋଲି ଦିନ ଚନ୍ଦ୍ରଗ୍ରହଣ ଲାଗିବାରୁ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆଶଙ୍କା ସୃଷ୍ଟି ହେଉଛି। ଲୋକମାନେ ଜାଣିବାକୁ ଚାହୁଁଛନ୍ତି କି କ'ଣ ଏହି ଦିନ ହୋଲି ପର୍ବ ପାଳନ କରିବା ଶୁଭ ନା ଅଶୁଭ? ଗ୍ରହଣର ସମୟ କେତେ ଟାଇମ୍ରୁ ଆରମ୍ଭ ହୋଇ କେତେ ଟାଇମ୍ ପର୍ଯ୍ୟନ୍ତ ରହିବ ଏବଂ ଚନ୍ଦ୍ରଗ୍ରହଣ ହୋଲି ଉପରେ କିପରି ପ୍ରଭାବ ପକାଇବ? ତେବେ ଆସନ୍ତୁ ଜାଣିବା ଆମର ଏହି ଭିଡ଼ିଓ ମାଧ୍ୟମରେ ଆପଣଙ୍କ ପ୍ରଶ୍ନର ସମସ୍ତ ଉତ୍ତର ଓ ଚନ୍ଦ୍ରଗ୍ରହଣର ସମ୍ପୂର୍ଣ୍ଣ ବିବରଣୀ। ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ କରୁଛୁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ବାସ୍ତୁ ବିଚାରକୁ। ବନ୍ଧୁଗଣ, ଆପଣମାନଙ୍କୁ ବିନମ୍ର ଅନୁରୋଧ କି ଯଦି ଆପଣମାନେ ନୂଆ କରି ଆମ ଚ୍ୟାନେଲକୁ ଆସୁଛନ୍ତି ତେବେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ, ଯାହାଦ୍ୱାରା ଆମର ଭିଡ଼ିଓ ସବୁ ଆପଣମାନଙ୍କ ପାଖରେ ଜଲ୍ଦି ପହଞ୍ଚି ପାରିବ। ମାର୍ଚ୍ଚ 25ରେ ଏହି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ଗ୍ରହଣକୁ ବିଜ୍ଞାନରେ ଖଗୋଳୀୟ ଘଟଣା ମନାଯାଇଥାଏ, କିନ୍ତୁ ହିନ୍ଦୁ ଧର୍ମ ଓ ଜ୍ୟୋତିଷ ବିଦ୍ୟାରେ ଅଶୁଭ ମନାଯାଇଥାଏ। ଚନ୍ଦ୍ରଗ୍ରହଣର 9 ଘଣ୍ଟା ପୂର୍ବରୁ ହିଁ ସୂତକ କାଳ ଲାଗିଥାଏ। ଜ୍ୟୋତିଷ ବିଶେଷଜ୍ଞଙ୍କ ଅନୁସାରେ ଏହି ଚନ୍ଦ୍ରଗ୍ରହଣ ମାର୍ଚ୍ଚ 25 ସକାଳ 10:23 ଆରମ୍ଭ ହୋଇ ଦିନ 3:02 ପର୍ଯ୍ୟନ୍ତ ରହିବ। ଯଦିଓ ଜ୍ୟୋତିଷଶାସ୍ତ୍ର ଅନୁସାରେ ହୋଲିକା ଦହନ ଓ ହୋଲି ପର୍ବ ପାଳନରେ ଗ୍ରହଣର କୌଣସି ବି ପ୍ରତିବନ୍ଧ ରହିବ ନାହିଁ, କାରଣ ଭାରତରେ ଏହି ଚନ୍ଦ୍ରଗ୍ରହଣ ଦେଖା ହିଁ ଯିବ ନାହିଁ। ସେଥିପାଇଁ ଗ୍ରହଣର ସୂତକ କାଳକୁ ମନା ବି ଯିବ ନାହିଁ। ଏହାଦ୍ୱାରା 25 ମାର୍ଚ୍ଚରେ ଗ୍ରହଣର ସମସ୍ତ ନିୟମ ବି ଲାଗୁ ହେବ ନାହିଁ ଓ ସମସ୍ତ ଧାର୍ମିକ କାର୍ଯ୍ୟ ବି କରାଯାଇପାରିବ। କିନ୍ତୁ ଏହି ଚନ୍ଦ୍ରଗ୍ରହଣ ସମସ୍ତ ରାଶି ଉପରେ ପ୍ରଭାବ ପକାଇବ। କିଛି ରାଶିମାନଙ୍କ ପାଇଁ ଏହି ଚନ୍ଦ୍ରଗ୍ରହଣ ବିଶେଷ ଭାବରେ ଶୁଭ ହେବ। ଆପଣମାନେ ତ ଜାଣିବେ କେଉଁ କେଉଁ ରାଶି ଉପରେ କେଉଁ କେଉଁ ପ୍ରଭାବ ପଡ଼ିବ। ତା ପୂର୍ବରୁ ଚାଲନ୍ତୁ ଜାଣିବା କେଉଁ କେଉଁ ଦେଶରେ ଏହି ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ଜ୍ୟୋତିଷଶାସ୍ତ୍ର ଅନୁସାରେ ହିଁ ଏହି ଚନ୍ଦ୍ରଗ୍ରହଣ ଆମେରିକା, ଜାପାନ ଓ ରୁଷର କିଛି ଭାଗରେ ଦେଖିବାକୁ ମିଳିବ। ତା ସହିତ ଆୟାରଲ୍ୟାଣ୍ଡ, ଇଂଲଣ୍ଡ, ସ୍ପେନ୍, ପର୍ତ୍ତୁଗାଲ, ଇଟାଲୀ, ଜର୍ମାନୀ, ଫ୍ରାନ୍ସ, ହୋଲାଣ୍ଡ, ବେଲଜିୟମ, ସାଉଥ ନରୱେ ଏବଂ ସୁଇଜରଲ୍ୟାଣ୍ଡରେ ଦେଖିବାକୁ ମିଳିବ। ଭାରତ ସମେତ ଦକ୍ଷିଣ ଏସିଆରେ ଏହି ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ ନାହିଁ। ଏହି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣର ପ୍ରଭାବ ସବୁ ରାଶି ଉପରେ ଦେଖିବାକୁ ମିଳିବ। କିଛି ରାଶିର ଜାତକ ଉପରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିବ। ଜ୍ୟୋତିଷଶାସ୍ତ୍ର ଅନୁସାରେ ମେଷ, କର୍କଟ, ମକର, ଧନୁ ଏବଂ କନ୍ୟା ରାଶିର ଜାତକଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ଦେଖିବାକୁ ମିଳିବ ଏବଂ ମିଥୁନ, ସିଂହ ଓ ବିଛା ଉପରେ ଚନ୍ଦ୍ରଗ୍ରହଣର ଅଶୁଭ ପ୍ରଭାବ ଦେଖିବାକୁ ମିଳିବ। ଏମାନଙ୍କର ଆର୍ଥିକ ସ୍ଥିତି ଖରାପ ହେବାର ସମ୍ଭାବନା ରହିଛି। ବେପାର ବାଣିଜ୍ୟରେ ଅସଫଳତା ଦେଖିବାକୁ ମିଳିପାରେ। ସେଥିପାଇଁ ଚନ୍ଦ୍ରଗ୍ରହଣ ଦିନ ବିଶେଷ ରୂପରେ ସାବଧାନ ରହିବାର ଆବଶ୍ୟକତା ରହିଛି। ବୃଷ, କୁମ୍ଭ, ମୀନ ଓ ତୁଳା ଏହି 4ଟି ରାଶି ଉପରେ ମଧ୍ୟମ ଧରଣର ଫଳ ଦେଖିବାକୁ ମିଳିବ। କୁହାଯାଇପାରେ କି କିଛି ରାଶି ଉପରେ ଚନ୍ଦ୍ରଗ୍ରହଣ ଦିନ ଅଶୁଭ ଫଳ ଦେଖିବାକୁ ମିଳିବ ଏବଂ କିଛି ରାଶିମାନଙ୍କର ଭାଗ୍ୟ ଚମକିବାକୁ ଲାଗିବ। ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, କମେଣ୍ଟ, ସେୟାର କରିବାକୁ ଆଦୌ ଭୁଲିବେ ନାହିଁ ଏବଂ ଆପଣମାନଙ୍କର କେଉଁ ରାଶି ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।